ତ ସାଙ୍ଗମାନେ ମୋର କିଛି କହିବାକୁ ବହୁତ କିଛି ଅଛି, ତ କହିବି କି ନାହିଁ ମୁଁ ସେ କଥା ଭାବୁଛି। ଯିବି ନା ଯିବିନି ଭାବୁଛି ଆଉ ଏଠି ରହିବିନି, ପଳେଇବି। ତ ଭାତ ବି ଅଳ୍ପ ଦିଟା ବସାଇଥିଲି, ଖାଇ ଦେଇଛୁ ମା ଝିଅ। ମୋ ଝିଅ ଶୋଇଛି, ବାସ୍ ସେ ଉଠିନା ମୋର ଡ୍ରେସ୍ ଫ୍ରେସ୍ ତାର ସବୁ ଖୋଲି ଦେଇଛି, ଡ୍ରେସ୍ ପ୍ୟାକିଂ ବି କରିସାରିଲିଣି ବ୍ୟାଗ୍ରେ। ପଳେଇବି, ଏଠି ମୁଁ ରହିବିନି। କାହିଁକିନା ଏଠି କେହି ତ ନିଜର ଆମର ଧ୍ୟାନ ରଖିବା ପାଇଁ କେହି ବି ନାହାନ୍ତି। ଆଉ ମୋ ସ୍ୱାମୀ ସିଏ ତ ବାହାରକୁ ସେଠି ଯାଇକି ରହିଲେ ଏମିତି ଗୋଟେ ଜାଗାରେ ରହିଛନ୍ତି ଯେ ଆମେ ଖାଇଲୁ ନ ଖାଇଲୁ କେବେ ଦିନରେ ଥରେ ଫୋନ୍ କରିକି ପଚାରିବାର ନାହିଁ। ମୁଁ ଆହୁରି ସକାଳୁ 8ଟା ସାଢ଼େ 8ଟା ସେ ଉଠୁଛନ୍ତି ବୋଲି, ରାତିରେ ଲେଟ୍ରେ ଶୋଉଛନ୍ତି। ମୁଁ କଲ୍ କରିକି ଖାଇଛୁ କି ନାହିଁ, କାଲି ଖାଇଥିଲେ ନାହିଁ ମୁଁ ପଚାରିବି। ସିଏ ବି ଟିକେ ପଚାରୁଛନ୍ତି ଫୋନ୍ କରିକି କେତେବେଳେ ଦିନରେ, ରାତି 11ଟା 12ଟା ବେଳେ ତ ଯାଏ କାମ କରୁଛନ୍ତି। ତ ମୁଁ ଯାହା ସକାଳୁ ଥରେ କଥା ହେଉଛୁ ବା ସେତିକି। ମଝିରେ କେବେ ବି ତାଙ୍କର କଲ୍ ନାହିଁ, କିଛି ନାହିଁ। ଏବେ ବି କଲ୍ କରିଥିଲି ଉଠେଇଲେନି। ଏମିତିଆ କାମ ରହିଛି ଯେ ମାନେ ନିଜ ଫ୍ୟାମିଲିକୁ, ନିଜ ସ୍ତ୍ରୀକୁ, ନିଜ ଛୁଆର ହାଲଚାଲ ବୁଝିବା ପାଇଁ ବି ତାଙ୍କୁ ଟାଇମ୍ ହେଉନି। ଆଉ ଯେଉଁଠି ଛାଡ଼ି ଯାଇଛନ୍ତି ସିନା ସେମାନେ ବି ଆମ କଥା ବୁଝୁଛନ୍ତି। କିଛି ହେଲେ ଆଉ ଅସୁବିଧା ଟାଇମ୍ରେ ବି ଯଦି ସେମାନଙ୍କୁ କିଛି କୁହାଯାଉଛି, ସେମାନେ କହୁଛନ୍ତି ଦେଖେଇ ସେକି ଦୁନିଆ ତାନା ଦେଉଛନ୍ତି। କାହିଁକି ରହିବୁ କୁହନ୍ତୁ? ସେ ତାଙ୍କ ରୁହନ୍ତୁ ସେଠି, ତାଙ୍କର ଯାହା ଲୋନ୍ ଧାର କରୁଛନ୍ତି ସୁଝନ୍ତୁ ରହିକି। ମୁଁ ମୋ ଝିଅକୁ ନେଇକି ପଳେଇବି। କେଉଁଠି ଯିବି ବି ମୁଁ ଜାଣିନି। ଝିଅକୁ ଛାଡ଼ି ଦେଇକି ମୁଁ ବି ପଳେଇବି। ଝିଅକୁ ଘରେ ଛାଡ଼ିବି କହିକି, ତାପରେ ଯେଉଁଠିକି ନା ବୁଝିକି ପଳେଇବି, କାମ କରିବି ଯାଇକି। ଆମେ ଚୁପଚାପ କେତେ ବସିବି? ମାନେ ଗୋଟେ ଚଢ଼େଇକୁ ଯେମିତି ପଞ୍ଜୁରୀ ଭିତରେ ବନ୍ଦି କରି ରଖନ୍ତି, ସେ ଚୁପଚାପ ରହିଥିବ। ଖାଇବା ଟାଇମ୍ରେ ଟିକେ ଖାଇବ, ତାପରେ ପୁଣି ଚୁପଚାପ ଶୋଇବ, ବସିବ। ତା ସହିତ କଥା ହେବା ପାଇଁ କେହି ନା ଜଣେ ଥାଏ ନା କ'ଣ? ସେମିତି ଖାଇଲା ଟାଇମ୍ ହେଲେ ଖାଇବି, ବାସ୍ ସକାଳୁ କାମ ଯାହା ମୋ ନିତ୍ୟକର୍ମ ସବୁ କରିବି, ଛୁଆ କଥା ଟିକେ ବୁଝିବି, ବାସ୍। ମୋ ଝିଅ ଶୋଇଛି, ମୁଁ ଏଠି ଦେଖନ୍ତୁ ଚୁପଚାପ ବଇଛି। ଖରାବେଳେ ସମସ୍ତେ ଶୋଇଛନ୍ତି, କେହି ଦେଖାଯାଉନାହାନ୍ତି ଦେଖନ୍ତୁ, ପୁରା ଫାଙ୍କା। ଆଉ ଦେଖନ୍ତୁ ମୁଁ ଚୁପଚାପ ଏଠି ବଇଛି ପିଣ୍ଡା ମୁଣ୍ଡରେ। ଦିନଟା ସକାଳୁ ଯାଏ ରାତି ଯାଏ ଏମିତି କଟିଯିବ, ଏମିତି ବସିବି କାମ ସାରି ଦେଇକି। ନିଜେ କୁହନ୍ତୁ କେତେ ଚୁପଚାପ ବସିବି? ନିଜେ କୁହନ୍ତୁ। ମୋବାଇଲ୍ ଦେଖିବି ତ କେତେ ସମୟ ଦେଖିବି? ତାକୁ ବି ଦେଖି ଦେଖି ଚିଡ଼ା ଲାଗୁଛି। ଆଖି ବି ଏମିତି ଯେମିତି ଦେଖା ହେଉନି ସେମିତି ଲାଗୁଛି ମୋତେ। ଆଉ ରହିବନି, ବହୁତ ହେଲା। ଝିଅ ଶୋଇଛି, ଚାଲ ଉଠ। ବ୍ୟାଗ୍ ଭିତରେ ପ୍ୟାକିଂ କରିକି ରଖିଦେଇଛି, ରଖିଦେଇଛି। ଝିଅ ଏଠି ଶୋଇଛି, ସେ କାଲି ଉଠିଯିବ। ଲୁଗାପଟା ବି କାଢ଼ି ଦେଇଛି। ଆଉ ରହିବିନି ଏଠି। ସେ ଉଠୁ, ତାକୁ ଡ୍ରେସ୍ ପିନ୍ଧିକି ମୁଣ୍ଡ କୁଣ୍ଡି ଦେଇଛି, ବାସ୍ ଯିବି। ଘରେ ଚାପ ପକେଇ ଦେଇକି ପଳେଇବି। ଏମିତିଆ ଭାଗ୍ୟ ୟାର ଆମର ମାନେ କ'ଣ ମୋର? ସେ ତ ଯେଉଁଠି କାମ କରତେ ଯେଉଁ ଏଠି ସେଠୁ ଯେଉଁଠି ବି କରୁଛନ୍ତି, ଲୋକଙ୍କ ସହିତ ମିଶୁଛନ୍ତି, କାମ କରୁଛନ୍ତି। ମୁଁ ସେମିତି ଚୁପଚାପ ଘରେ ବସୁଛି। ମୋ ଝିଅ ସହିତ ଟିକେ କଥା ହେଉଥିବ, ଟିକେ ଭଲ ଲାଗେ। ଆଉ ସିଏ ତାର ଶୋଇକି କ'ଣ କରିବ, ତାପରେ ଚୁପଚାପ ବସିବି। କ'ଣ ହେଲା? ଗୋଟେ ସଜ ହବୁ, ଯା ଯିବା। ଉଠ, ଗୋଟେ ଡ୍ରେସ୍ ପିନ୍ଧେ, ଚାଲ ଯିବା। ଯିବୁ ନା ଯିବୁନି? ଏବେ ବ୍ୟାଗ୍ ପ୍ୟାକିଂ କରିଦେଇଛି। ବ୍ୟାଗ୍ ପ୍ୟାକିଂ କରିଦେଇଛି। ଚା ଟିକେ ଧୋଇ ଧୁଆ ଦେଇକି ପିନ୍ଧିକି ଯିବା। ଯିବୁନୁ? ତୋର କ'ଣ ଅଛି? ତୁ ସେପଟେ ଯାଇକି ତ ନାଟ ନକଉଛୁ। ଗୋଟେ ଟିକେଲ୍ ଟିକେଟା ଗୋଟେ ପିନ୍ଧେଇ ଦେଇଛନ୍ତି। ଚା ଧୋଇ ଧୁଆ ଦେବି, ନୂଆ ଡ୍ରେସ୍ ପିନ୍ଧିଯିବା। ପଳେଇବା, ରହିବାନି ଏଠି, ଯିବାନି। ତୁ ତୋର ଏଇଠି ରହ, ମୁଁ ତାହେଲେ ଯାଉଛି ଏକୁଟିଆ। ତୁ ତାହେଲେ ଏଇଠି ରହିଯା, ମୁଁ ଯାଉଛି।
ମୁଁ ଯାଉଛି ଟିକେ ବାହାରି ସାରେ, ତାକୁ ଟିକେ ଧୋଇ ଧୋଇ ବାହାର କରିଦିଏ। ତାପରେ ମେଘ ଯେଉଁ ରହିଲାଣି, ମେଘ ହେବା ଆଗରୁ ପଳେଇବା। ତାର ନିଦ ଛାଡ଼ି ନାହିଁ, ସିଏ କହୁଛି ତୁ ଶୋଇଥା, ମୋର ପଳଉଛି ହେଲା। ମୁଁ ଜାଣିନି, ତାଙ୍କୁ ବି ମୁଁ କହିନି ଫୋନ୍ଟା କଲେନି, ତାକୁ କହିକି ଦରକାର ନାହିଁ, ବାରମ୍ବାର ଫୋନ୍ କରିବା ବି ଠିକ୍ ନୁହେଁ। ତାଙ୍କର କେତେବେଳେ ମନେ ପଡ଼ୁଛି ସେ କଲ୍ କରୁଛନ୍ତି କରନ୍ତୁ, ମୁଁ ବି ଆଉ କଲ୍ କରିବିନି। କାମ ରହୁଛି ନା, କାମଟା ହିଁ ଇମ୍ପୋର୍ଟାଣ୍ଟ, କଲ୍ ନ କରନ୍ତୁ ସେ। ଆଉ ଭିଡ଼ିଓଟା ଏବେ ଭିଡ଼ିଓ ବି ଦେଖୁଥିବେ ଠିକ୍ ନାହିଁ, ତାଙ୍କୁ ତ ଟାଇମ୍ ହଉନି ନିଜ ଫୋନ୍ ଦେଖିବା ପାଇଁ, ସେ ଭିଡ଼ିଓ ବି କ'ଣ ଦେଖିବେ। ଯେଉଁଦିନ ଦେଖିବେ ସେତିକିବେଳେ, ଯେତେବେଳେ ବି ଦେଖନ୍ତୁ, ଯେତେବେଳେ କଲ୍ କରିବେ ସେତିକିବେଳେ ଜାଣିବେ, ମୁଁ କହିବିନି ବି ଫୋନ୍ କରିକି। ମେଘଟା ଆସୁଛି, ବାସ୍ ଖାଲି ଘରେ ଫୋନ୍ କରିକି କୁହେ ଯେ ଆସି ମୋତେ ଏଠୁ କିଏ ନେଇଯିବ, ଆଉ ମୋ ଝିଅକୁ ସେମାନେ ରଖିବେ କି ନାହିଁ, ତାଙ୍କ ସହିତ କଥା ହେବା। ଆପଣମାନଙ୍କୁ ମୋ ଡିସିସନ୍ଟା କେମିତି ଲାଗୁଛି? ମୁଁ କ'ଣ କରିବି ନିଜକୁ କୁହନ୍ତୁ, କ'ଣ କିଛି ଭୁଲ କରିଛି ଆପଣମାନେ କହିବେ। ଆପଣମାନେ ନିଜେ ଭାବନ୍ତୁ, ଯେ ଚୁପଚାପ ଗୋଟେ ଜାଗାରେ ନିଜେ ବସିବେ ଆପଣଙ୍କୁ କେମିତି ଲାଗିବ? ନା ତୁମର କିଏ ହାଲଚାଲ ବୁଝିବା ପାଇଁ ଥିବେ, ଖାଇଛୁ କି ନାହିଁ, କି ଭଲ ମନ୍ଦ ଟିକେ ବୁଝିବା ପାଇଁ କିଏ ଅଛନ୍ତି, ନା କ'ଣ, ନା କଥା ହେବା ପାଇଁ ପଦେ କିଏ ଅଛନ୍ତି? ସକାଳଠୁ ରାତି ଯାଏଁ ସେମିତି ଚୁପଚାପ ରହୁଛି। ଫୋନ୍ଟା କେତେ ଦେଖିବି, ଦେଖି ମୋ ଆଖି ବି ଏମିତି ଲାଗୁଛି ମୋତେ ଆଉ ଦେଖାଯାଉନି। ଇଏ ତାର ଘାଟି ଟିକେ ଖେଳୁଛି, ଆସୁଛି ଶୋଉଛି। ସେ ବି କ'ଣ ଜାଣିଲାନି ତା ସହିତ କଥା ହେବି। ଛାଡ଼, ଯାଉଛି ଟିକେ ତା ଶାଢ଼ୀ ଫାଢ଼ୀ ପିନ୍ଧିଦିଏ, ସିଏ ଉଠିନି ତାକୁ ବାହାର କରିଦେବି। 12:30 ଟାଇମ୍ ହେଇଗଲାଣି, ମେଘ ବି ଟିକେ ଏବେ କମିଛି। ଗୋଟେ ଲିଫ୍ଟ ମାଗିକି ପଳେଇବା। କୁଆଡ଼େ ଯାଉଛୁ, କ'ଣ କରୁଛୁ ପୁଣି ଆପଣମାନଙ୍କୁ ତ ମୁଁ ପରେ କହିବି, ଏବେ କହିବିନି। ଆପଣମାନେ ଜାଣିବେ ସବୁ କିଛି। ତୁମ ବାହାରିକି ଯିବା।